ଦେଖନ୍ତୁ ଗଣତନ୍ତ୍ରରେ ମାନେ ଏଇଟା ଗଣତନ୍ତ୍ର ଆମେ 25-24 ବର୍ଷ ଶାସନରେ ରହିଲେ ନିହାତି ଭାବରେ ଆମକୁ ଲୋକ ଗୋଟେ ସୁଯୋଗ ଦେଇଛନ୍ତି ବିରୋଧୀ ଦଳ ଭାବରେ ବସିବା ପାଇଁ। ତେଣୁ ଏଇଟା ଆଉ ସ୍ୱର ମାନେ ଶାଣିତ ହେବ ଆଉ ବ୍ୟାପକ ହେବ ଯେ ଓଡ଼ିଶାରେ ଯେଉଁ ଯେଉଁ ଜିନିଷ ଗୁଡ଼ାକ ସେମାନେ ବିରୋଧୀ ଦଳରେ ମାନେ ଶାସକ ଦଳ ଗୁଡ଼ିକ ଇଏ ମାନେ କରୁଥିଲେ ଆଜି ସେମାନେ ସେଇଟା କରିକି ଦେଖୁଛନ୍ତି କି ନାହିଁ। ଆଉ ଯୋଉ ମିଥ୍ୟା ପ୍ରତିଶ୍ରୁତି ସବୁ ଦେଇଛନ୍ତି ସେ ପ୍ରତିଶ୍ରୁତି ଗୁଡ଼ା ପାଳନ କରୁଛନ୍ତି ନାହିଁ ସେଇଟା ଆମେ ଦେଖିବାକୁ ପଡ଼ିବ। ଆଉ ଗତ ସରକାରରେ ନବୀନ ପଟ୍ଟନାୟକ ସରକାରରେ ଯାହା ଯାହା ସବୁ ଜନହିତକର ଯୋଜନା କରାଯାଇଥିଲା ସେଇ ଯୋଜନା ପ୍ରତି ସେମାନେ କେତେ ଦୂର କାର୍ଯ୍ୟକାରୀ କରୁଛନ୍ତି। ଯଦି ଗୋଟିଏ ଯୋଜନା ପ୍ରତି ଜନହିତକର ଯୋଜନା ପ୍ରତି ସେମାନେ ଯଦି ସେଥିରେ ବ୍ୟାଘାତ ସୃଷ୍ଟି କରୁଛନ୍ତି କି ବନ୍ଦ କରିବା ପାଇଁ ପ୍ରୟାସ କରୁଛନ୍ତି ତାହେଲେ ବିଜୁ ଜନତା ଦଳ ଛାଡ଼ିବ ନାହିଁ, ସେ ନିହାତି ଭାବରେ ଦୃଢ଼ ବିରୋଧ କରିବ। ନାଇଁ ଦେଖନ୍ତୁ ଏଇଟା ବହୁତ ଗୋଟେ ସୁନ୍ଦର ପ୍ରୟାସ ମାନ୍ୟବର ନବୀନ ପଟ୍ଟନାୟକ ଯେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି ଆଉ ଗୋଟେ ବିଭାଗର ମାନେ ଦାୟିତ୍ୱ ଦେଇଛନ୍ତି ଯାହାଫଳରେ କି ଆମେ ନିହାତି ଭାବରେ ସେଇ ଦିଗ ପ୍ରତି ଧ୍ୟାନ ଦେଇପାରିବା ଆଉ ସେଇ ସମୁଦାୟ ପାଇଁ ଆମେ କାର୍ଯ୍ୟ କରିବା। ମୋତେ ଧରନ୍ତୁ ମୋତେ ଇଏ SC କମ୍ୟୁନିଟିର ତାଙ୍କର ସବୁ ପ୍ରକାର ମାନେ ଜିନିଷ ଦେଖିବା ପାଇଁ କହିଛନ୍ତି। ନିହାତି ଭାବରେ ମୁଁ ସେଇ ବିଭାଗ ପ୍ରତି ମୁଁ ଯତ୍ନବାନ ହେବି ଆଉ ସେଇ ଲୋକମାନଙ୍କ ପାଇଁ କାମ କରିବା ପାଇଁ ମୁଁ ଆଗଭର ହେବ। ଯାହା ଯାହା ସମସ୍ୟା ନେଇକି ମୋ ପାଖକୁ ଆସିବେ କିମ୍ବା ଆମେ ଜାଣିଲେ ଯେ ସେ ଉପରେ ଆମେ ବିଧାନସଭାରେ ଉଠାଇବା ଆଉ ସେ ବିଭାଗ ସହିତ ଆମର ସମ୍ପର୍କ ରହିବ ଯାହାଫଳରେ ସେମାନେ ବି ଭାବିବେ ଯେ ଗୋଟେ ସ୍ୱତନ୍ତ୍ର ଭାବରେ ଗୋଟେ କମ୍ୟୁନିଟି ପାଇଁ ଦାୟିତ୍ୱ ଦିଆହେଇଛି ଯାହାଫଳରେ କି କାର୍ଯ୍ୟ ତ୍ୱରାନ୍ୱିତ ହେବ। ଯଦି ସରକାର ସେଟାକୁ ଟାଲଟୁଲି କରୁଛନ୍ତି ତାହେଲେ ବିଧାନସଭାରେ ମଧ୍ୟ ଆମେ ସେଟାକୁ ଉପସ୍ଥାପନ କରିବା ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଲୋକଙ୍କ ସହିତ ରହିବା ସହିତ ଆମେ ସେଟାକୁ ତ୍ୱରାନ୍ୱିତ କରିବା। ଏବଂ ଯଦି ଯେତେବେଳେ ଆମେ ଦାବି କରିବା ସତ୍ତ୍ୱେ ମଧ୍ୟ ସେଟାକୁ ସରକାର ମାନିବେ ନାହିଁ ତାହେଲେ ଆମେ ଲୋକଙ୍କୁ ଜଣାଇଦେବା ଯେ ଆମେ ଆପଣଙ୍କ ପାଇଁ କାମ କରୁଛୁ କିନ୍ତୁ ସରକାର ଶୁଣୁନାହିଁ ଏବଂ ସେଟାକୁ ନିହାତି ଭାବରେ ଲୋକଙ୍କ ପାଖରେ ଏପରିକି ଗୋଟେ ମେସେଜ ଦେବା ସରକାର କୌଣସି କାର୍ଯ୍ୟକୁ ଧ୍ୟାନ ଦେଉନାହାନ୍ତି ଯେହେତୁ ବିରୋଧୀ ଦଳ ଭାବରେ ଆମେ ତାକୁ ଉପସ୍ଥାପନ କରୁଛୁ ଲୋକଙ୍କ ଡିମାଣ୍ଡକୁ ନେଇକରି ଉପସ୍ଥାପନ କରୁଛୁ କିନ୍ତୁ ସେଟାକୁ ଯଦି ସେମାନେ ବେଖାତିର କରିବେ କିମ୍ବା ଅଣଦେଖା କରିବେ ତାହେଲେ ନିହାତି ଭାବରେ ଆଗାମୀ ଦିନରେ ସେଟାକୁ ନେଇକି ଆନ୍ଦୋଳନ ବି ହେଉଛି। ଦେଖନ୍ତୁ ଓଡ଼ିଶାରେ ଯାହା ଯାହା ସବୁ ତ ଆପଣମାନେ ଦେଖୁଥିବେ ଏବେ ଆପଣମାନେ ଏଇ ଯେଉଁ ଗଭର୍ଣ୍ଣର ତାଙ୍କର ପୁଅ ଯେଉଁ ଓଡ଼ିଆ ଅସ୍ମିତା ନେଇକି ମାନେ ପ୍ରଚାର ପ୍ରସାର କରିକି ତାକୁ ନେଇକି ସେମାନେ ଆଜି ରାଜନୀତିରେ ଆସିଛନ୍ତି କିନ୍ତୁ ଗୋଟେ ଓଡ଼ିଆ ଲୋକକୁ ଏ ପ୍ରକାର ଗୋଟେ ବଦଳି କରିଦେବା ତାକୁ ଆମେ ସୁରକ୍ଷା ଦେବା ବଦଳରେ ତାଙ୍କୁ ଏ ପ୍ରକାର ଗୋଟେ ଅପବ୍ୟବହାର ମାନେ ଅପବାଦ ଦେବା ତାଙ୍କୁ ସେଠିରୁ ବଦଳି କରିବା ସେଟା ଓଡ଼ିଆ ଅସ୍ମିତା ସେମାନେ ଯେଉଁମାନେ କହୁଥିଲେ ତ ଆଜି ସେଟା ଭଟ୍ଟାରେ ପଡ଼ିଗଲା ଯେ ପ୍ରକୃତରେ ସେମାନେ କଥାରେ କୁହନ୍ତି କାମରେ କିଛି ନାହିଁ ତ ଓଡ଼ିଶାବାସୀ ସବୁ ଜାଣିଲେନି ତାକୁ ମଧ୍ୟ ନେଇକି ଆମେ ବିଧାନସଭାରେ ଆଗାମୀ ଦିନରେ କୌଣସି ପଦକ୍ଷେପ ସେମାନେ ନେଉଛନ୍ତି ତା ସହିତ ଅନେକ ଯେଉଁ ସମସ୍ୟା ଅଛି ସେ ସମସ୍ୟା ଉପରେ ବି ଆମର ତୀକ୍ଷ୍ଣ ନଜର ଅଛି ତାକୁ ବିଭିନ୍ନ ସମସ୍ୟା ନେଇକରି ଆମେ ବିଧାନସଭାରେ ସେଟାକୁ ଉପସ୍ଥାପନ କରିବୁ ଏବଂ ବାହାରେ ମଧ୍ୟ ଆମ ଲୋକମାନେ ସେଟାକୁ ରାଜରାସ୍ତାରେ ଆନ୍ଦୋଳନ କରିବେ।